ପୂଜା କରିବା ସମୟରେ ଏହି କଥାକୁ ଧ୍ୟାନ ରଖନ୍ତୁ। ଦର୍ଶକ ବନ୍ଧୁ, ଚାଲନ୍ତୁ ଭିଡ଼ିଓଟିକୁ ଆରମ୍ଭ କରିବା। ନମସ୍କାର ଦର୍ଶକ ବନ୍ଧୁ, ଜୟ ଜଗନ୍ନାଥ। ଦର୍ଶକ ବନ୍ଧୁ, ପୂଜା କରିବା ସମୟରେ ଏହି ଗୁରୁତ୍ୱପୂର୍ଣ୍ଣ କଥାଗୁଡ଼ିକୁ ଧ୍ୟାନ ଦିଅନ୍ତୁ। ହିନ୍ଦୁ ଧର୍ମରେ ପୂଜା ପାଠକୁ ବହୁତ ବଡ଼ ମହତ୍ତ୍ୱ ଦିଆଯାଇଛି ଏବଂ ପ୍ରତିଦିନ ଭଗବାନଙ୍କ ପୂଜାକୁ ମହତ୍ତ୍ୱ କର୍ମ ବୋଲି କୁହାଯାଇଛି। ଏହାକୁ ଲୋକମାନେ ମଧ୍ୟ ମାନୁଛନ୍ତି, କିନ୍ତୁ କିଛି ଲୋକ ସର୍ବଦା ଏହି କଥାକୁ ନେଇ ଅସନ୍ତୋଷ ପ୍ରକାଶ କରନ୍ତି କି ସେମାନେ ପୂଜା ତ କରୁଛନ୍ତି, କିନ୍ତୁ ସେମାନଙ୍କୁ ପୂଜାର ଉପଯୁକ୍ତ ଫଳ ମିଳୁନାହିଁ। ଦିନରାତି ଭଗବାନଙ୍କର ନାମ ଜପୁଛନ୍ତି, କିନ୍ତୁ ଭଗବାନ ତାଙ୍କର ପ୍ରାର୍ଥନା ଶୁଣୁନାହାନ୍ତି। ଏହାର କିଛି କାରଣ ହୋଇପାରେ, କିନ୍ତୁ ପୂଜାର ନିୟମରେ ଯଦି ଭୁଲ ହୁଏ, ଏହା ଏକ ବଡ଼ କାରଣ ହୋଇଥାଏ। ଲୋକମାନେ ନିଜର ଅଜାଣତରେ ଭଗବାନଙ୍କୁ କିଛି ଏମିତି ଜିନିଷ ଅର୍ପଣ କରନ୍ତି, ଯାହାକି ଭଗବାନଙ୍କର ସେ ଜିନିଷ ପ୍ରିୟ ହୋଇନଥାଏ। ଏହାଦ୍ୱାରା ଭଗବାନ ରାଗି ଯାଇଥାନ୍ତି, ଯାହାଦ୍ୱାରା ପୂଜାର ଫଳ ଆମକୁ ମିଳେ ନାହିଁ। ଏଥିପାଇଁ ଆମେ ଏହି ଭିଡ଼ିଓରେ ଜାଣିବା, ପୂଜା କରିବା ସମୟରେ କେଉଁ କେଉଁ କଥା ଉପରେ ବିଶେଷ ଧ୍ୟାନ ଦେବା ଦରକାର। ତା ପୂର୍ବରୁ ଯଦି ଆପଣମାନେ ଚାହୁଁଛନ୍ତି ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ସର୍ବଦା ରହୁ, ତେବେ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ କମେଣ୍ଟରେ ଜୟ ମାତା ଲକ୍ଷ୍ମୀ ବୋଲି ନିଶ୍ଚିତ ଲେଖିବେ। ନମ୍ବର 1, ପୂଜା କରିବା ସମୟରେ ଏହି କଥାକୁ ବିଶେଷ ଧ୍ୟାନ ଦିଅନ୍ତୁ କି ଯେମିତି ପୂଜାର ମଝିରେ ଦୀପ ନ ଲିଭେ। ଯଦି ଏମିତି ହୁଏ, ତେବେ ପୂଜାରେ ସମ୍ପୂର୍ଣ୍ଣ ଫଳ ଆମକୁ ମିଳେ ନାହିଁ। ନମ୍ବର 2, ଦେବୀ ଦେବତାମାନଙ୍କୁ ହାର, ଫୁଲ ଏବଂ ବେଲପତ୍ର, ତୁଳସୀ ପତ୍ର ଇତ୍ୟାଦି ଅର୍ପଣ କରିବା ପୂର୍ବରୁ ଗୋଟେ ଥର ସଫା ପାଣିରେ ଧୋଇବା ଉଚିତ। ନମ୍ବର 3, ଭଗବାନଙ୍କ ପୂଜାରେ ଆବାହନ କରିବା, ଧ୍ୟାନ କରିବା, ଆସନ ଦେବା, ସ୍ନାନ କରାଇବା, ଧୂପ ଦୀପ ଜଳାଇବା, ଅକ୍ଷତ କିମ୍ବା ଚାଉଳ, ସିନ୍ଦୁର, ଚନ୍ଦନ, ଫୁଲ ଏବଂ ପ୍ରସାଦ ଇତ୍ୟାଦି ପରିବର୍ତ୍ତନ ହେବା ଉଚିତ ନୁହେଁ। ନମ୍ବର 4, ସବୁ ପ୍ରକାର ପୂଜାରେ ଚାଉଳ ବିଶେଷ ରୂପରେ ଅର୍ପଣ କରାଯାଏ। ପୂଜାରେ ଏମିତି ଚାଉଳ ବ୍ୟବହାର କରିବା ଉଚିତ ଯାହାକି ଭାଙ୍ଗି ନଥିବ, ଅର୍ଥାତ୍ ଗୋଟା ଚାଉଳ ବ୍ୟବହାର କରିବା ଉଚିତ। ଚାଉଳକୁ ଅର୍ପଣ କରିବା ପୂର୍ବରୁ ଏଥିରେ ହଳଦୀ ମିଶାନ୍ତୁ, ଏହାଦ୍ୱାରା ବହୁତ ଶୁଭ ହୋଇଥାଏ। ନମ୍ବର 5, ପୂଜାରେ ପାନପତ୍ର ରଖିବା ଉଚିତ। ମନେ ରଖନ୍ତୁ, ପାନପତ୍ର ସହିତ ଅଳେଇଚ, ଲବଙ୍ଗ ଏବଂ ଗୋଲମରିଚ ଅର୍ପଣ କରିବା ଉଚିତ। ଯଦି ସମ୍ପୂର୍ଣ୍ଣ ବନା ହୋଇଥିବା ପାନ ଅର୍ପଣ କରନ୍ତି, ତେବେ ଏହା ବହୁତ ଭଲ ହୋଇଥାଏ। ନମ୍ବର 6, ସୂର୍ଯ୍ୟ, ଗଣେଶ, ଦୁର୍ଗା, ଶିବ ଓ ବିଷ୍ଣୁଙ୍କୁ ପଞ୍ଚଦେବ ବୋଲି କୁହାଯାଏ। ଏହି ଦେବତାମାନଙ୍କର ପୂଜା ସମସ୍ତ କାର୍ଯ୍ୟରେ ଅନିବାର୍ଯ୍ୟ ଭାବେ କରିବା ଉଚିତ। ପ୍ରତିଦିନ ପୂଜା କରିବା ସମୟରେ ଏହି ପଞ୍ଚଦେବତାଙ୍କୁ ଧ୍ୟାନ କରିବା ଉଚିତ। ଏହାଦ୍ୱାରା ମାତା ଲକ୍ଷ୍ମୀଙ୍କର କୃପା ଓ ସମୃଦ୍ଧି ମିଳିଥାଏ। ନମ୍ବର 7, ଯଦି ଆପଣମାନେ ପ୍ରତିଦିନ ଘିଅର ଏକ ଦୀପ ଘରେ ଜଳାନ୍ତି, ତେବେ ଆପଣଙ୍କ ଘର ବାସ୍ତୁଦୋଷ ଦୂର ହୋଇଥାଏ। ନମ୍ବର 8, ପୂଜା କରିବା ସମୟରେ ଆମେମାନେ ଯେଉଁ ଆସନରେ ବସନ୍ତି, ସେ ଆସନକୁ କେବେ ବି ଗୋଡ଼ରେ ଏପଟ ସେପଟ କରନ୍ତୁ ନାହିଁ। ନମ୍ବର 9, କୌଣସି ବି ପ୍ରକାର ପୂଜାରେ କୁଳଦେବତା, କୁଳଦେବୀ, ଘରର ବାସ୍ତୁଦେବତା, ଗ୍ରାମ ଦେବତା ଇତ୍ୟାଦିଙ୍କୁ ଧ୍ୟାନ କରିବା ଉଚିତ ଏବଂ ଏହି ସମସ୍ତ ଦେବତାମାନଙ୍କୁ ପୂଜା କରିବା ଜରୁରୀ ହୋଇଥାଏ। ନମ୍ବର 10, ଭଗବାନ ବିଷ୍ଣୁଙ୍କୁ ପ୍ରସନ୍ନ କରିବା ପାଇଁ ହଳଦିଆ ରଙ୍ଗର କପଡ଼ା ଅର୍ପଣ କରିବା ଦରକାର। ମା ଦୁର୍ଗା, ସୂର୍ଯ୍ୟଦେବ ଏବଂ ଗଣେଶଙ୍କୁ ପ୍ରସନ୍ନ କରିବା ପାଇଁ ଲାଲ ରଙ୍ଗର କପଡ଼ା ଅର୍ପଣ କରିବା ଉଚିତ। ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଧଳା ରଙ୍ଗର କପଡ଼ା ଅର୍ପଣ କରିବା ଉଚିତ। ନମ୍ବର 11, ଭଗବାନ ଶିବଙ୍କୁ ବେଲପତ୍ର ନିଶ୍ଚିତ ଚଢ଼ାନ୍ତୁ ଏବଂ କୌଣସି ବି ପୂଜାରେ ମନସ୍କାମନା ପୂର୍ଣ୍ଣ ପାଇଁ ନିଜ ଇଚ୍ଛା ମୁତାବକ ଭଗବାନଙ୍କୁ ଦକ୍ଷିଣା ଦେବା ଦରକାର। ଦକ୍ଷିଣା ଦେବା ସମୟରେ ନିଜର ସମସ୍ତ ଦୋଷ ଭୁଲକୁ ଛାଡ଼ିବା ପାଇଁ ସଂକଳ୍ପ ନେବା ଦରକାର ଏବଂ ଯଥାଶୀଘ୍ର ନିଜର ଦୋଷକୁ ଛାଡ଼ନ୍ତୁ। ତାପରେ ଦେଖିବେ ଆପଣଙ୍କର ମନସ୍କାମନା ନିଶ୍ଚିତ ରୂପେ ପୂର୍ଣ୍ଣ ହେବ। ନମ୍ବର 12, ପୂଜାରେ କେବେ ହେଲେ ଖଣ୍ଡିଆ ଦୀପ ଜଳାଇବା ଉଚିତ ନୁହେଁ। ଧାର୍ମିକ କାର୍ଯ୍ୟରେ ଖଣ୍ଡିଆ ଜିନିଷକୁ ଅଶୁଭ ବୋଲି ମନାଯାଏ। ନମ୍ବର 13, କିଛି ଲୋକ ବିଭିନ୍ନ ପ୍ରକାର ଦୀପରେ ଗୋଟିଏ ବତୀ ଜାଳିଥାନ୍ତି,
କିନ୍ତୁ ଘିଅ କିମ୍ବା ତେଲର ବତୀ ଅଲଗା ଅଲଗା ହେବା ଦରକାର। ଯଦି ଆପଣ ତେଲରେ ଦୀପ ଦେଉଛନ୍ତି ତେବେ ସେଥିରେ ତୁଳାର ବତୀ ରଖିବା ଆବଶ୍ୟକ। ଆଉ ଯଦି ଘିଅର ବତୀ ଦେଉଛନ୍ତି ତେବେ ସେଥିରେ ନାଲି ରଙ୍ଗର ବତୀ ରଖନ୍ତୁ। ଏହା ଆପଣଙ୍କ ଘର ପାଇଁ ବହୁତ ଶୁଭ ହୋଇଥାଏ। ନମ୍ବର 14, ଦୀପକୁ ସର୍ବଦା ଭଗବାନଙ୍କ ଆଗରେ ଜାଳନ୍ତୁ ଏବଂ ପୂର୍ବ କିମ୍ବା ଉତ୍ତର ଦିଗକୁ ଦୀପ ରଖନ୍ତୁ। ଦୀପକୁ ଘରର ପୂର୍ବ ବା ଉତ୍ତର ଦିଗରେ ରଖିବା ଶୁଭ ମନାଯାଏ। ଯଦି ଘିଅର ଦୀପ ଜାଳୁଛନ୍ତି ତେବେ ଏହାକୁ ବାମ ପାଖରେ ରଖିବା ଦରକାର। ଯଦି ତେଲରେ ଦୀପ ଜାଳୁଛନ୍ତି ତେବେ ଏହାକୁ ଡାହାଣ ପାଖରେ ରଖିବା ଉଚିତ। ନମ୍ବର 15, ତୁଳସୀ ପତ୍ରକୁ 11 ଦିନ ପର୍ଯ୍ୟନ୍ତ ବାସି ବୋଲି ମନାଯାଏ ନାହିଁ। ତୁଳସୀ ପତ୍ରରେ ପାଣି ଛିଞ୍ଚି ପୂଜା କରିପାରିବେ। ସନ୍ଧ୍ୟା ସମୟରେ ପୂଜା ନିମନ୍ତେ ତୁଳସୀ ପତ୍ର ଛିଣ୍ଡାଇବା ଅନୁଚିତ। ଏପରି କରିବା ଦ୍ୱାରା ଘରର ଆର୍ଥିକ ସ୍ଥିତି ଦୁର୍ବଳ ହୋଇଯାଏ। ତେଣୁ ସନ୍ଧ୍ୟାରେ କେବେ ବି ତୁଳସୀ ପତ୍ର ଛିଡ଼ାନ୍ତୁ ନାହିଁ। ନମ୍ବର 16, ଚପଲ ବା ଜୋତା ପିନ୍ଧି କେବେ ବି ମନ୍ଦିରକୁ ଯାଆନ୍ତୁ ନାହିଁ। ଚମଡ଼ାର ପର୍ସ, ବ୍ୟାଗ ନିଜ ପାଖରେ ରଖି ପୂଜା କରନ୍ତୁ ନାହିଁ। ପୂଜା ସ୍ଥାନରେ ଅଳିଆ କରିବାକୁ ଦିଅନ୍ତୁ ନାହିଁ। ନମ୍ବର 17, ଭଗବାନ ଶିବଙ୍କୁ ହଳଦୀ ଅର୍ପଣ କରିବା ଉଚିତ ନୁହଁ ଏବଂ ଶଙ୍ଖରେ ମଧ୍ୟ ଜଳ ଅର୍ପଣ କରିବା ଉଚିତ ନୁହଁ। ପୂଜା ହେଉଥିବା ସ୍ଥାନରେ ପବିତ୍ରତାକୁ ଧ୍ୟାନରେ ରଖିବା ଉଚିତ। ନମ୍ବର 18, ଘରର ପୂଜା ସ୍ଥାନ ଉପରେ କୌଣସି ବି ଭାରୀ ଜିନିଷ କିମ୍ବା କବଟ ରଖନ୍ତୁ ନାହିଁ। ନମ୍ବର 19, ଘରେ କିମ୍ବା ମନ୍ଦିରରେ ଯେତେବେଳେ ବିଶେଷ ପୂଜା କରୁଛନ୍ତି ସେତେବେଳେ ନିଜର ଇଷ୍ଟଦେବୀ ଏବଂ ଇଷ୍ଟଦେବତା ସହ ସ୍ୱସ୍ତିକ, କଳସ, ନବଗ୍ରହ ଦେବତା, ପଞ୍ଚଲୋକପାଳ, ଷୋଡ଼ଶ ମାତୃକା, ସପ୍ତ ମାତୃକା ମଧ୍ୟ ପୂଜା ଅନିବାର୍ଯ୍ୟ ରୂପରେ କରିବା ଆବଶ୍ୟକ। ଏହି ସମସ୍ତଙ୍କ ବିଷୟରେ ଜାଣିବା ପାଇଁ କୌଣସି ବ୍ରାହ୍ମଣଙ୍କ ଠାରୁ ପଚାରି ବୁଝିବା ଆବଶ୍ୟକ। ତେବେ ପୂଜା ବିଧିରେ ହୋଇପାରିବ। ନମ୍ବର 20, ଭଗବାନ ସୂର୍ଯ୍ୟଙ୍କର 7, ଶ୍ରୀ ଗଣେଶଙ୍କର 3, ବିଷ୍ଣୁଙ୍କର 4 ଏବଂ ଶିବଙ୍କର ଅର୍ଦ୍ଧ ପରିକ୍ରମା କରିବା ଉଚିତ। ନମ୍ବର 21, ଦୀପକୁ କେବେ ହେଲେ ମାଟିରେ ବା ତଳେ ରଖି ପ୍ରଜ୍ୱଳନ କରନ୍ତୁ ନାହିଁ। ଏମିତି କରିବା ଦ୍ୱାରା ଘରେ ଧନହାନି ହୋଇଥାଏ ଏବଂ ଘରକୁ ଅଶୁଭ ମାଡ଼ି ଆସିଥାଏ। ନମ୍ବର 22, ଭଗବାନ ଶିବ ଶମ୍ଭୁଙ୍କୁ କେବେ ହେଲେ କେତକୀ ଫୁଲ ଚଢ଼ାନ୍ତୁ ନାହିଁ। ପୌରାଣିକ କଥା ଅନୁସାରେ ଭଗବାନ ଶିବ କେତକୀକୁ ଅଭିଶାପ ଦେଇଥିଲେ। ଏଥିପାଇଁ ଭଗବାନ ଶିବଙ୍କୁ ଏହି ଫୁଲ ଚଢ଼ାଇବା ଉଚିତ ନୁହଁ, ନଚେତ୍ ଭକ୍ତଙ୍କର କାମ ଅସଫଳ ହୋଇପାରେ। ନମ୍ବର 23, ଭଗବାନଙ୍କର ସ୍ନାନ କରାଇବା ସମୟରେ କେବେ ବି ନିଜ ହାତର ବୁଢ଼ା ଆଙ୍ଗୁଳିକୁ ବ୍ୟବହାର କରନ୍ତୁ ନାହିଁ। ଏମିତି କରିବା ଦ୍ୱାରା ଭଗବାନ ରାଗି ଯାଇଥାନ୍ତି ଏବଂ ଘରେ ବିପଦ ମାଡ଼ି ଆସିଥାଏ। ନମ୍ବର 24, ସର୍ବଦା ଭଗବାନ ଶ୍ରୀ ଗଣେଶଙ୍କର ଆରାଧନାରେ ପୂଜା ଆରମ୍ଭ କରନ୍ତୁ। ଶ୍ରୀ ଗଣେଶଙ୍କୁ ତୁଳସୀ ଜଳ ଅର୍ପଣ କରନ୍ତୁ ନାହିଁ। ଶ୍ରୀ ଗଣେଶଙ୍କୁ ତୁଳସୀ ଜଳ ଅର୍ପଣ କରିବା ଦ୍ୱାରା ଦୋଷ ଲାଗିଥାଏ। ନମ୍ବର 25, ମନ୍ଦିରରେ ଲାଗିଥିବା ଶୁଖିଲା ଫୁଲ ଓ ହାରକୁ କାଢ଼ି ଦେବା ଉଚିତ। ନମ୍ବର 26, ପୂଜାରେ ବ୍ୟବହୃତ ହୋଇଥିବା ଫୁଲ ଯଦି ଶୁଖିଯାଏ ତେବେ ଏହାକୁ କଦାପି ଫୋପାଡ଼ିବା ଉଚିତ ନୁହଁ। ଶୁଖିଯାଇଥିବା ଫୁଲକୁ କୌଣସି ପ୍ରବାହିତ ନଦୀ ଜଳରେ ଭସାଇ ଦିଅନ୍ତୁ। ନମ୍ବର 27, ପୂଜା କରିବା ସମୟରେ ସର୍ବଦା ମନକୁ ପବିତ୍ର ରଖିବା ଉଚିତ। କେବେ ବି ପୂଜା କରିବା ସମୟରେ ମନରେ ଖରାପ ଚିନ୍ତା ଆଣିବା ଉଚିତ ନୁହଁ। କୁହାଯାଏ କି ପୂଜା କରିବା ସମୟରେ ମନରେ ଖରାପ ଚିନ୍ତା କଲେ ପୂଜାର ଫଳ ମିଳେ ନାହିଁ। ନମ୍ବର 28, ପୂଜାରେ ମଇଳା ଲୁଗା ପିନ୍ଧି କେବେ ବି ବସନ୍ତୁ ନାହିଁ ଏବଂ ମଇଳା ଲୁଗା ପିନ୍ଧି ମଧ୍ୟ ପୂଜା କରିବା ଉଚିତ ନୁହଁ। ମାନ୍ୟତା ଅନୁସାରେ ଏମିତି କରିବା ଦ୍ୱାରା ଘରକୁ ଦାରିଦ୍ର୍ୟତା ଆସିଥାଏ। ନମ୍ବର 29, ଭଗବାନ ଶାଳଗ୍ରାମକୁ କେବେ ବି ଚାଉଳ ଅର୍ପଣ କରନ୍ତୁ ନାହିଁ। ବାସ୍ତୁଶାସ୍ତ୍ର ଅନୁସାରେ ଏମିତି କରିବା ଦ୍ୱାରା ଦୋଷ ଲାଗିଥାଏ। ନମ୍ବର 30, ରବିବାର ଦିନ ତୁଳସୀ ପତ୍ର ତୋଳନ୍ତୁ ନାହିଁ। ମାନ୍ୟତା ଅନୁସାରେ ରବିବାର ଦିନ ତୁଳସୀ ପତ୍ର ତୋଳିବା ଦ୍ୱାରା ଭଗବାନ ବିଷ୍ଣୁ ଅପ୍ରସନ୍ନ ହୋଇଥାନ୍ତି। ନମ୍ବର 31, ମନ୍ଦିର ଏବଂ ଦେବୀ ଦେବତାଙ୍କ ସାମ୍ନାରେ କେବେ ବି ପିଠି କରି ବସନ୍ତୁ ନାହିଁ। ନମ୍ବର 32, ସ୍ତ୍ରୀ ଏବଂ ପୁରୁଷ ଅପବିତ୍ର ଥିବାବେଳେ କେବେ ବି ଶଙ୍ଖ ବଜାନ୍ତୁ ନାହିଁ। ଯଦି ଏହି ନିୟମକୁ ପାଳନ ନ କରନ୍ତି ତେବେ ଯେଉଁ ସ୍ଥାନରେ ଶଙ୍ଖ ବଜାଯାଉଥିବ ସେ ସ୍ଥାନକୁ ସବୁଦିନ ପାଇଁ ମାତା ଲକ୍ଷ୍ମୀ ପରିତ୍ୟାଗ କରନ୍ତି। ନମ୍ବର 33,
ପ୍ଲାଷ୍ଟିକ୍ ବୋତଲରେ କିମ୍ବା କୌଣସି ଅପବିତ୍ର ଧାତୁର ବାସନରେ ଗଙ୍ଗାଜଳ ରଖିବା ଉଚିତ ନୁହଁ। ଅପବିତ୍ର ଧାତୁ ଯେମିତିକି ଆଲୁମିନିୟମ ଏବଂ ଲୁହାରେ ତିଆରି ବାସନରେ ଗଙ୍ଗାଜଳ ରଖିବା ଉଚିତ ନୁହଁ। ଗଙ୍ଗାଜଳ ତମ୍ବା ପାତ୍ରରେ ରଖିଲେ ଶୁଭ ହୋଇଥାଏ। ନମ୍ବର 34, ଭଗବାନଙ୍କୁ ଆରତି କରିବା ସମୟରେ ଏହି କଥାକୁ ଧ୍ୟାନ ରଖନ୍ତୁ କି ଭଗବାନଙ୍କ ପାଦରେ 4 ଥର ଆରତି କରିବେ, ଭଗବାନଙ୍କ ନାଭିରେ 2 ଥର ଏବଂ ମୁଖରେ 1 ଥର କିମ୍ବା 3 ଥର ଆରତି କରନ୍ତୁ। ଏହିଭଳି ଭଗବାନଙ୍କର ସମସ୍ତ ଶରୀରକୁ 7 ଥର ଆରତି କରିବା ଉଚିତ। ନମ୍ବର 35, ଦର୍ଶକ ବନ୍ଧୁ ସବୁବେଳେ ମନେ ରଖନ୍ତୁ ଦୀପରୁ ଦୀପ ଜାଳିବା ଉଚିତ ନୁହଁ। ଶାସ୍ତ୍ର ଅନୁସାରେ ଯେଉଁମାନେ ଦୀପରୁ ଦୀପ ଜାଳନ୍ତି ସେମାନେ ଋଣୀ ହୋଇଥାନ୍ତି। ସକାଳେ ଓ ସନ୍ଧ୍ୟାବେଳେ ପୂଜା ଘରେ ଦୀପ ନିଶ୍ଚୟ ଜାଳନ୍ତୁ। ନମ୍ବର 36, କେବେ ବି ଫୁଲକୁ ହାତରେ ରଖି ଭଗବାନଙ୍କୁ ଚଢ଼ାନ୍ତୁ ନାହିଁ। ଫୁଲକୁ କୌଣସି ଏକ ପବିତ୍ର ପାତ୍ରରେ ରଖନ୍ତୁ, ତାପରେ ଦେବୀ ଦେବତାମାନଙ୍କୁ ଅର୍ପଣ କରନ୍ତୁ। ନମ୍ବର 37, କୌଣସି ବି ପୂଜାରେ ମନସ୍କାମନା ପୂର୍ଣ୍ଣ ପାଇଁ ଦକ୍ଷିଣା ନିଶ୍ଚିତ ଭାବେ ଦିଅନ୍ତୁ। ଦକ୍ଷିଣା ଦେବା ସମୟରେ ନିଜର ଦୋଷ ତ୍ରୁଟିକୁ ଛାଡ଼ିବା ପାଇଁ ସଂକଳ୍ପ ନିଅନ୍ତୁ। ଦୋଷ ତ୍ରୁଟିକୁ ଯଥାଶୀଘ୍ର ଛାଡ଼ିବା ପରେ ମନସ୍କାମନା ନିଶ୍ଚୟ ପୂର୍ଣ୍ଣ ହେବ। ନମ୍ବର 38, ପୂଜା ଘରେ ଉପରେ କିମ୍ବା ମନ୍ଦିର ଉପରେ ଭଗବାନଙ୍କର ଲୁଗା, ବହି ଏବଂ ଅଳଙ୍କାରମାନ ରଖନ୍ତୁ ନାହିଁ। ମନ୍ଦିରରେ ପର୍ଦ୍ଦା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ନମ୍ବର 39, କେବେ ବି ଭଗବାନଙ୍କୁ ଏବଂ ଗୁରୁଜନମାନଙ୍କୁ ଗୋଟିଏ ହାତରେ ପ୍ରଣାମ କରିବା ଉଚିତ ନୁହଁ। ଏହା ସହିତ ଶୋଇଥିବା ବ୍ୟକ୍ତିର ପାଦକୁ ଛୁଇଁ ପ୍ରଣାମ କରିବେ ନାହିଁ। ପୂଜା ପରେ ଗୁରୁଜନମାନଙ୍କର ଆଶୀର୍ବାଦ ନେବା ସମୟରେ ଧ୍ୟାନ ରଖନ୍ତୁ କି କାହାର ଡାହାଣ ପାଦକୁ ଡାହାଣ ହାତରେ ଏବଂ ବାମ ପାଦକୁ ବାମ ହାତରେ ଛୁଇଁ ପ୍ରଣାମ କରିବା ଉଚିତ। ନମ୍ବର 40, ପୂଜା ଘରେ କେବଳ ପ୍ରତିଷ୍ଠିତ ମୂର୍ତ୍ତି ହିଁ ରଖନ୍ତୁ। ଉପହାରରେ ମିଳିଥିବା କାଚର ମୂର୍ତ୍ତି, ଫାଇବରର ମୂର୍ତ୍ତି ଇତ୍ୟାଦି ରଖନ୍ତୁ ନାହିଁ। ଉଇ ଲାଗିଯାଇଥିବା ଠାକୁର ଫଟୋ, ଭଙ୍ଗା କାଚ ଇତ୍ୟାଦି ପୂଜା ଘରେ ରଖନ୍ତୁ ନାହିଁ। ଶାସ୍ତ୍ର ଅନୁସାରେ ଖଣ୍ଡିଆ ହୋଇଥିବା ମୂର୍ତ୍ତିକୁ ପୂଜା କରିବାକୁ ନିଷେଧ କରାଯାଇଛି। ଏହାକୁ ତୁରନ୍ତ ପୂଜା ଘରୁ ବାହାର କରି କୌଣସି ଏକ ପ୍ରବାହିତ ନଦୀ ଜଳରେ ଭସାଇ ଦେବା ଆବଶ୍ୟକ। ନମ୍ବର 41, ଶାସ୍ତ୍ର ଅନୁଯାୟୀ ଘରର ଈଶାନ କୋଣରେ ପୂଜା ଘର ହେବା ଦରକାର। ଉତ୍ତର ଦିଗ ଏବଂ ପୂର୍ବ ଦିଗ ମଝିର ଈଶାନ କୋଣ। ଈଶାନ କୋଣକୁ ଶୁଭ କର୍ମ ପାଇଁ ସବୁଠାରୁ ଭଲ ଦିଗ ବୋଲି ମନାଯାଏ। ଏହି କୋଣରେ ପୂଜା ଘର କରନ୍ତୁ। ଯଦି କୌଣସି କାରଣ ପାଇଁ ଏହା ହୋଇପାରିଲା ନାହିଁ, ତେବେ ଭୁଲରେ ବି ଈଶାନ କୋଣରେ ଅଳିଆ ରଖନ୍ତୁ ନାହିଁ। ନମ୍ବର 42, ପୂଜା କରୁଥିବା ସ୍ଥାନରେ ଗଣେଶଙ୍କୁ ନିଶ୍ଚିତ ଭାବେ ସ୍ଥାପନ କରନ୍ତୁ। ଏଥିପାଇଁ ସିନ୍ଦୁରରେ ତିଲକ କରନ୍ତୁ ଏବଂ ଏକ ଗିନାରେ ଚାଉଳ ରଖି ଭଗବାନ ଗଣେଶଙ୍କୁ ସ୍ଥାପନ କରନ୍ତୁ। ନମ୍ବର 43, ପ୍ରତିଦିନ ପୂଜା ଘର ସଫା ରଖନ୍ତୁ। ଅଳିଆ ଆବର୍ଜନା ହେବାକୁ ଦିଅନ୍ତୁ ନାହିଁ। ନମ୍ବର 44, ପୂଜା ଘରେ କେବେ ହେଲେ ବଡ଼ ମୂର୍ତ୍ତି ରଖନ୍ତୁ ନାହିଁ। ବଡ଼ ମୂର୍ତ୍ତିକୁ ପ୍ରାଣ ପ୍ରତିଷ୍ଠା ଅନିବାର୍ଯ୍ୟ ହୋଇଥାଏ। ଏଥିପାଇଁ ଛୋଟ ମୂର୍ତ୍ତି ପୂଜା ଘରେ ରଖନ୍ତୁ। ନମ୍ବର 45, ପୂଜା ଘରର ଗୋଟେ କୋଣରେ ଏକ ବନ୍ଦ ପାତ୍ରରେ ଗଙ୍ଗା ଜଳ ନିଶ୍ଚିତ ରଖନ୍ତୁ ଏବଂ ଏକ ତମ୍ବା ଲୋଟାରେ ଜଳ ପୂର୍ଣ୍ଣ କରି ପୂଜା ଘରେ ରଖିବା ଦରକାର। ପ୍ରତିଦିନ ଏହି ତୁଳସୀ ଗଛ କିମ୍ବା କୌଣସି ଫୁଲ ଗଛ ମୂଳରେ ଢାଳି ପୁଣି ନୂଆ ଜଳ ବଦଳାଇ ରଖନ୍ତୁ। ଦର୍ଶକ ବନ୍ଧୁ, ଆପଣମାନେ ମୋର ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ମୁଁ ଆପଣମାନଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି। ଯଦି ଆପଣମାନେ ମୋର ଏହି ଭିଡ଼ିଓରୁ କିଛି ବି ଶିକ୍ଷଣୀୟ କଥା ଶିଖିପାରିଥିବେ, ତେବେ ଦୟାକରି ମୋର ଚ୍ୟାନେଲ ସୋନା ରିତୁ ଲାଇଫଷ୍ଟାଇଲକୁ ସବସ୍କ୍ରାଇବ୍ କରିବେ ଏବଂ ତା ସହ କମେଣ୍ଟରେ ଜୟ ମା ଲକ୍ଷ୍ମୀ ବୋଲି ନିଶ୍ଚିତ ଲେଖିବେ। ଭିଡ଼ିଓଟିକୁ ଗୋଟିଏ ଛୋଟିଆ ଲାଇକ୍ଟିଏ ମଧ୍ୟ କରିବେ। ଭଲରେ ରୁହନ୍ତୁ ଆପଣମାନେ। ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ଏତିକି ପ୍ରାର୍ଥନା। ନମସ୍କାର ଦର୍ଶକ ବନ୍ଧୁ, ଜୟ ଜଗନ୍ନାଥ।